ମୋ କଥାଟା ହୁଏତ ବହୁତ ଜଣଙ୍କୁ ଖରାପ ଲାଗିବ, ହେଲେ ଯେଉଁ ମଣିଷ ତମକୁ ଛାଡ଼ିବା ଆଗରୁ ଥରଟିଏ ବି ଭାବିଲାନି, ଆଉ ମୁଁ ସିଓର ହେଇକି କହୁଛି, ସେ ଦିନେ ନା ଦିନେ ତମର ଗୋଟିଏ ଝଲକ ଦେଖିବା ପାଇଁ ନିଶ୍ଚୟ ତରସିବ। ଜୀବନରେ ହୁଏତ ତାକୁ ବହୁତ କିଛି ମିଳିଯାଇପାରେ, ତାକୁ ଭଲ ପାଇବା ପାଇଁ ଅନେକ ଲୋକ ମିଳିବେ, ବୁଲିବା ପାଇଁ ସାଥୀ ମିଳିବେ, ଆଉ ଜୀବନ ସାରା ଲୋକଙ୍କ ଆଟ୍ରାକ୍ସନ୍ ବି ମିଳିବ, ଆଉ ସେ ତାର ସବୁ ସଉକ ବି ପୂରଣ କରିନବ। କିନ୍ତୁ ଜୀବନର ଗୋଟେ ମୋଡ଼ରେ ଏକୁଟିଆ ବସିଲା ବେଳେ ନିଶ୍ଚୟ ଭାବିବ କି ସବୁକିଛି ଥାଇ ମଧ୍ୟ ତା ପାଖରେ ଏମିତି ଜଣେ ମଣିଷ ନାହିଁ ଯିଏ ତାକୁ ସଚ୍ଚା ହୃଦୟରୁ ଭଲ ପାଉଥିବ। ବିନା କୌଣସି ଲାଲଚରେ, ବିନା କୌଣସି ମତଲବରେ ତମେ ଯେମିତି ତାକୁ ଚାହୁଁଥିଲ, ଯେମିତି ତାର କେୟାର କରୁଥିଲ, ସେମିତି ଆଉ କିଏ ତାର କେୟାର କରିପାରିବେ ନାହିଁ। କଥା ତମେ ବି ନିଜେ ଭଲ ଭାବରେ ଜାଣିଛ। ଏ ସ୍ୱାର୍ଥପର ଦୁନିଆରେ ଆଜିକାଲି କେହି କାହା ପାଇଁ କିଛି କଲେ ବି ପଛରେ କିଛି ନା କିଛି ମତଲବ ଥାଏ। ଯଦି ମତଲବ ପୂରଣ ନ ହୁଏ, କେହି କାହା ପାଇଁ କିଛି କରନ୍ତିନି। ଏଠି ପ୍ରତ୍ୟେକ ଜିନିଷ ପଛରେ ଛଳନା ଆଉ ଦିଖାବା ହିଁ ଥାଏ। ତ ତମେ ସେ ମଣିଷ ପାଇଁ ଯାହା ବି କରିଛ, ତମର ଏ ଭଲ ପାଇବାର ମୂଲ୍ୟ ସେତେବେଳେ ଜାଣିବ ଯେତେବେଳେ ତମେ ତା ପାଖରେ ନଥିବ। ଆଉ ଏତେ ବଡ଼ ଦୁନିଆରେ ତା ପାଖେ ସବୁ ଲୋକ ଥାଇକି ବି ସେ ନିଜକୁ ଏକୁଟିଆ ଅନୁଭବ କରିବ। ତମେ ତା ଜୀବନରୁ ଚାଲିଗଲା ପରେ ହିଁ ସେ ଜାଣିବ ଯେ ସେ କ'ଣ ହରେଇଛି।